ଅଭିଷେକ ତ୍ରିପାଠୀ ଓଡ଼ିଶା ମନ୍ଦିର ସେବାୟତ ସଂଘ ସଭାପତି ତଥା ବାରିପଦା ଜଗନ୍ନାଥ ମନ୍ଦିର ପୂଜାପନା କ'ଣ କହିବେ ବାରିପଦାରୁ ପଦଯାତ୍ରା କରି ଆସୁଛନ୍ତି ଖରା ବର୍ଷା ଶୀତ ବିଗତ ଦିନରେ ଯେତେବେଳେ ମୟୂରଭଞ୍ଜ ମିଶ୍ରଣ ହେଲା ସେତେବେଳେ ମଠ ମନ୍ଦିର ପରିଚାଳନା ପାଇଁ ତତ୍କାଳୀନ ମହାରାଜା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତିନାମା ପ୍ରଦାନ କରି 84,000ରୁ ଅଧିକ ଜମି ଠାକୁର ପାଇଁ ଖଞ୍ଜା କରିଥିଲେ। କିନ୍ତୁ ଅଦ୍ୟାବଧି ବିଭିନ୍ନ ସରକାରୀ ସ୍ତରରେ ହେଉ ପ୍ରଶାସନ ସ୍ତରରେ ହେଉ ମୋଦି ଚଣ୍ଡୀକାର ସାରି ବର୍ତ୍ତମାନ ସମସ୍ତ ସମ୍ପତ୍ତି ଲୁଟ୍ ହୋଇଗଲାଣି। ଠାକୁର ଚଳିବା ପାଇଁ ବହୁତ ଅସମ୍ଭବ ହୋଇଯାଉଛି। ବର୍ତ୍ତମାନ ଭୂମିହୀନ ହୋଇଗଲେଣି, ଯାହାଫଳରେ କି ଆମେମାନେ ଭାବିଥିଲୁ ଏଇ ନୂତନ ସରକାର ଆମର ଦୁଃଖ ଶୁଣିବେ, ସେଇ ଆଶା ବାନ୍ଧିକି ଆମେ ଆସିଥିଲୁ। କିନ୍ତୁ ଅଦ୍ୟାବଧି 10 ଦିନ ହୋଇଗଲାଣି ଆମେ ପଦଯାତ୍ରା କରିବା ପରେ ଆମ ସହିତ କେହି ଆଲୋଚନା କରିନାହାନ୍ତି କି ପର୍ଯ୍ୟାଲୋଚନା କରିନାହାନ୍ତି କିମ୍ବା ଆମର ଯେଉଁ ଆମର ଦାବି ରଖିଥିଲୁ ତାକୁ କେମିତି ବିଚାର କରି ଉପଯୁକ୍ତ ନ୍ୟାୟ ପ୍ରଦାନ ହେବ ସେ ଦିଗରେ କିଛି ଚିନ୍ତା କରିନାହାନ୍ତି। ତେଣୁ ଦୁଃଖ ଲାଗୁଛି, ସେଇପାଇଁ ଆମେ ଘଣ୍ଟ ବାଡ଼େଇଛୁ ବର୍ତ୍ତମାନ ଯେ ସରକାର କୁମ୍ଭନିକନ୍ଦନ ନିଦରେ ଶୋଇଛନ୍ତି, ଶୁଣନ୍ତୁ ଆମ ଦୁଃଖକୁ ଏବଂ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ। ଏତିକି ଆମ କାମନା। ଜୟ ଜଗନ୍ନାଥ।